ପ୍ରେମର ଗଭୀରତାକୁ ମାପିବା ଏତେ ସହଜ ନୁହେଁ। ଯେଉଁ ପ୍ରେମ ଥରେ ଗଭୀର ହୋଇଯାଏ ସେହି ପ୍ରେମକୁ ଯେତେ ଯାହା କଲେ ବି ଅଲଗା କରିବା ବି ସମ୍ଭବ ନୁହେଁ। ଏଇ ଯେମିତି ଆଞ୍ଚଲ ବଞ୍ଚିଥିଲା ବେଳେ ପ୍ରେମିକକୁ ପାଇବାକୁ ସଂଘର୍ଷ କରି କରି ସିନା ହାରିଯାଇଥିଲା, କିନ୍ତୁ ପ୍ରେମିକ ସକ୍ଷମର ମୃତ୍ୟୁ ପରେ ତା ହାତରୁ ଶଙ୍ଖା ସିନ୍ଦୁର ପିନ୍ଧି ନିଜକୁ ଜଣେ ସଚ୍ଚା ପ୍ରେମିକାର ପରିଚୟ ଦେଇ ଏ ଦୁନିଆକୁ ପ୍ରେମର ଅସଲ ମାନେ ବୁଝେଇ ଦେଇଥିଲା। କ'ଣ ଥିଲା ପୁରା କାହାଣୀ ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ ହୃଦୟ ବିଦାରକ ପ୍ରେମ କାହାଣୀ ବିଷୟରେ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଝିଅ ଚିତ୍କାର କରି କରି ନିଜ ବାପା ଭାଇଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇ ଦେବାକୁ କହୁଥିଲା। ଏପଟେ ପ୍ରେମିକର ଶବ ହାତରୁ ଶଙ୍ଖା ସିନ୍ଦୁର ପିନ୍ଧି ସଧବା ହେବା ପରେ ବିଧବା ହେଇ ସେ ପ୍ରେମିକ ଘରେ ପ୍ରେମିକ ପରିବାର ସହିତ ରହିବାକୁ ନିଷ୍ପତ୍ତି ବି ନେଇଥିଲା। ପ୍ରେମ କରୁଥିବା ଯୁବତୀ ସହିତ ଏମିତି କିଛି ଘଟିଥିଲା ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଞ୍ଚଲ ଆଉ ସକ୍ଷମ ଉଭୟ ଗୋଟେ କଲେଜରେ ସାଙ୍ଗ ହୋଇ ପଢ଼ୁଥିଲେ। ଉଭୟଙ୍କର ସବୁଦିନ କଲେଜରେ ଦେଖା ସାକ୍ଷାତ ହେଉ ହେଉ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ପ୍ରେମ ଗଭୀର ହେଲା ଆଉ ଉଭୟ ସାରା ଜୀବନ ସାଥୀ ହୋଇ ରହିବାକୁ ପ୍ରତିଜ୍ଞା ବି କଲେ। ଉଭୟଙ୍କୁ ପାଇ ବେଶ୍ ଖୁସି ବି ଥିଲେ। ଦୁଇ ପ୍ରେମ ପକ୍ଷୀ ଡେଣା ଝାଡ଼ି ଝାଡ଼ି ପ୍ରେମ ଦୁନିଆରେ ବେଶ୍ ହସ ଖୁସିରେ ଉଡ଼ି ବୁଲୁଥିଲେ। କିନ୍ତୁ କିଏ ଜାଣିଥିଲା ଖୁସିରେ ବୁଲୁଥିବା ସେଇ ଦୁଇ ପ୍ରେମ ପକ୍ଷୀଙ୍କ ଡେଣା କାଟିବାକୁ ନିଜର ଲୋକମାନେ ଅପେକ୍ଷା କରିଛନ୍ତି ବୋଲି। ଲୁଚା ଛପାରେ ଚାଲିଥିବା କଲେଜ ପ୍ରେମଟା ଦିନେ ଧରା ପଡ଼ିଯାଇଥିଲା। ଆଞ୍ଚଲର ପରିବାର ଲୋକେ ବିରୋଧ କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ ଆଞ୍ଚଲର ଗୋଟେ ଜିଦ୍ ଥିଲା, ଯଦି ସେ ବାହା ହେବ କେବଳ ସକ୍ଷମକୁ ବି ବାହା ହେବ। ବାପା ଭାଇ ଓ ପୁରା ପରିବାର ଆଞ୍ଚଲକୁ ସମସ୍ତେ ମିଶି ସବୁ ପ୍ରକାର ବୁଝେଇବାକୁ ଚେଷ୍ଟା କଲେ, କିନ୍ତୁ କୌଣସି ଫଳ ମିଳିଲାନି। ଶେଷରେ ପ୍ଲାନ୍ କରି ବାହାଘର କଥା ହେବାକୁ ସକ୍ଷମକୁ ଘରକୁ ଡାକିଲେ ଆଞ୍ଚଲର ପରିବାର ଲୋକେ। ଆଉ ଆଞ୍ଚଲକୁ ଭୁଲିଯିବାକୁ ସକ୍ଷମକୁ ବାଧ୍ୟ କଲେ, କିନ୍ତୁ କିଛି ଲାଭ ହେଲାନି। ସକ୍ଷମ ବି ଆଞ୍ଚଲକୁ ବାହା ହେବାକୁ ଜିଦ୍ ଧରିଲା। ଶେଷରେ ରାଗ ତମତମ ହୋଇ ଆଞ୍ଚଲର ବାପା ଭାଇ ଓ କିଛି ସାଙ୍ଗ ମିଶି ସକ୍ଷମ ଉପରେ ଆକ୍ରମଣ କରିବା ଆରମ୍ଭ କଲେ। ଆଞ୍ଚଲ ଆଖି ଆଗରେ ଏସବୁ ଦେଖି ଚାଲିଥିଲା। ଚିତ୍କାର କରି କରି ବାପା ଭାଇଙ୍କୁ ମନା ବି କରୁଥିଲା। ସକ୍ଷମକୁ ଛାଡ଼ିଦିଅ କହି ନେହୁରା ବି ହେଉଥିଲା, କିନ୍ତୁ କେହି କିଛି ଶୁଣିନଥିଲେ। ଶେଷରେ ଆଖି ଆଗରେ ନିଜ ମନର ମଣିଷଟା ଶେଷ ନିଶ୍ୱାସ ତ୍ୟାଗ କରିଦେଇଥିଲା। ସକ୍ଷମ ଉପରେ ଶୋଇ ଚିତ୍କାର କରି ଆଞ୍ଚଲ କହୁଥିଲା, ଉଠି ପଡ଼ ସକ୍ଷମ। ହେଲେ ସକ୍ଷମ ଆଞ୍ଚଲର କଥା ଶୁଣିବାକୁ ଆଉ ଏ ଦୁନିଆରେ ନଥିଲା। କଥା ପ୍ରଘଟ ହେଲା, ପୋଲିସ ପହଞ୍ଚି ସମସ୍ତଙ୍କୁ ଗିରଫ ବି କଲା। ନିଜ ପ୍ରେମିକର ମୃତ୍ୟୁ ପାଇଁ ଦାୟୀ ନିଜ ଭାଇ ବାପାଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇବାକୁ ପୋଲିସ ଆଗରେ ନେହୁରା ହେଉଥିଲା ଆଞ୍ଚଲ। ଏପଟେ ଜୀବନ ନଥିବା ପ୍ରେମିକ ରକ୍ତରେ ନିଜ ମଥାକୁ ସିନ୍ଦୁରରେ ଭରି ଦେଇଥିଲା। ଆଉ ହାତରେ ଶଙ୍ଖା ପିନ୍ଧି ସଧବା ହେବାର କିଛି ସମୟ ପରେ ପ୍ରେମିକ ସକ୍ଷମର ଶବ ସତ୍କାର ପରେ ବିଧବା ହେଇ ପ୍ରେମିକର ଘରେ ତାଙ୍କ ପରିବାର ସହିତ ସବୁଦିନ ପାଇଁ ରହିବାକୁ ନିଷ୍ପତ୍ତି ନେଇଥିଲା ଆଞ୍ଚଲ। ଏଠି କାହାର ଭୁଲ ଥିଲା ଆଜ୍ଞା? ମୁଁ ତ ବୁଝିପାରୁନି। ଝିଅର ପରିବାର ଲୋକେ ଯେଉଁ ଝିଅକୁ ଛୋଟରୁ ବଡ଼ କରିଥିଲେ ଆଉ ଶେଷରେ ତାଙ୍କ କଥାରୁ ବାହାରି ନିଜ ଇଚ୍ଛାରେ ପ୍ରେମ କରୁଥିଲା, ନା ଝିଅ ଆଞ୍ଚଲର ଭୁଲ ଥିଲା ଯିଏ ପ୍ରେମ କରି ପରିବାର କଥା ନ ମାନି ପ୍ରେମିକ ସକ୍ଷମକୁ ବାହା ହେବାକୁ ଜିଦ୍ ଧରିଥିଲା? ନା ଆଞ୍ଚଲର ବାପା ଭାଇଙ୍କର ଭୁଲ ଥିଲା ଯିଏ ରାଗରେ ସବୁ ହିତାହିତ ଜ୍ଞାନ ଭୁଲି ଝିଅ ଆଞ୍ଚଲର ପ୍ରେମିକର ଜୀବନ ନେଇଯାଇଥିଲା? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।